କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ନୋବେଲ ଗ୍ୟାସ୍ ବିଷୟରେ। ତ ନୋବେଲ ଗ୍ୟାସ୍ କହିଲେ ଆମେ କ'ଣ ବୁଝନ୍ତି? ନୋବେଲ ଗ୍ୟାସ୍ ପ୍ରଥମେ ପର୍ଯ୍ୟାୟ ସାରଣୀର ଗ୍ରୁପ 18 କିମ୍ବା ଗ୍ରୁପ 8A ମିଳୁଥିବା ଉପାଦାନ ଗୁଡ଼ିକର ଏକ ବିଶେଷ ଗୋଷ୍ଠୀ। ଏମାନଙ୍କୁ ନୋବେଲ କୁହାଯାଏ କାରଣ ଏମାନେ ବହୁତ ସ୍ଥିର ଏବଂ ଅନ୍ୟ ଉପାଦାନ ଗୁଡ଼ିକ ସହିତ ସହଜରେ ପ୍ରତିକ୍ରିୟା କରନ୍ତି ନାହିଁ। ତ ସେ ଗ୍ୟାସ୍ ଗୁଡ଼ିକ ହେଲେ ହିଲିୟମ୍, ନିଅନ୍, ଆର୍ଗନ୍, କ୍ରିପ୍ଟନ୍, ଜେନନ୍, ରାଡନ୍। ଏମାନଙ୍କୁ ନୋବେଲ କୁହାଯାଏ ତାର ଆକ୍ଚୁଆଲି କାରଣ ହେଉଛି ଏମାନଙ୍କର ଏକ ପୂର୍ଣ୍ଣ ବାହ୍ୟ ଇଲେକ୍ଟ୍ରନ୍ ଆବରଣ ଅଛି। ଏହା ସେମାନଙ୍କୁ ରାସାୟନିକ ଭାବରେ ନିଷ୍କ୍ରିୟ କରିଥାଏ। ଏମାନେ ଯୌଗିକ ଭାବରେ ନିଷ୍କ୍ରିୟ ହେଇଥାନ୍ତି। ଏମାନେ ଯୌଗିକ ଗଠନ କରିବା ଅପେକ୍ଷା ଏକା ରହିବାକୁ ପସନ୍ଦ କରନ୍ତି। ଏକ ନୋବେଲ ବ୍ୟକ୍ତି ପରି ଯିଏ ଅଧିକ ମିଶ୍ରଣ କରେ ନାହିଁ, ଏ ଗ୍ୟାସ୍ ଗୁଡ଼ିକ ମଧ୍ୟ ସେଇଭଳି ଭାବରେ ଅନ୍ୟ ସହିତ ସହଜରେ ମିଶନ୍ତି ନାହିଁ। ନୋବେଲ ଗ୍ୟାସ୍ ଗୁଡ଼ିକର ଅନନ୍ୟ ଗୁଣ ଗୁଡ଼ିକ ହେଉଛି ସେମାନେ ରଙ୍ଗହୀନ, ଗନ୍ଧହୀନ, ସ୍ୱାଦହୀନ, ଅଣପ୍ରତିକ୍ରିୟାଶୀଳ ଏବଂ କମ୍ ସ୍ଫୁଟନାଙ୍କ ଏକକ ପରମାଣୁ ଭାବରେ ବିଦ୍ୟମାନ। ନୋବେଲ ଗ୍ୟାସ୍ର ବ୍ୟବହାର ହେଉଛି ଯେପରି ଭାବରେ ହିଲିୟମ୍ ବାୟୁ ଅପେକ୍ଷା ହାଲୁକା ହୋଇଥିବାରୁ ବେଲୁନରେ ବ୍ୟବହୃତ ହୁଏ। ଡାକ୍ତରୀ MRI ମେସିନରେ ବ୍ୟବହୃତ ହୁଏ। ନିଅନ୍ ଉଜ୍ଜଳ ନିଅନ୍ ସାଇନ୍ ବୋର୍ଡରେ ବ୍ୟବହୃତ ହୁଏ। ଆର୍ଗନ୍ ବଲ୍ବରେ ବ୍ୟବହୃତ ହୁଏ। କ୍ରିପ୍ଟନ୍ ଆଉ ଜେନନ୍ ବିଶେଷ ଲ୍ୟାମ୍ପ, ଲେଜର ଏବଂ କ୍ୟାମେରା ଫ୍ଲାଶରେ ବ୍ୟବହୃତ ହୁଏ। ରାଡନ୍ କିଛି ଚିକିତ୍ସାରେ ବ୍ୟବହୃତ ହୁଏ। ତ ଏଇଭଳି ଭାବରେ ଏମାନେ ଯେହେତୁ ବହୁତ ଷ୍ଟେବଲ୍, ସେଥିପାଇଁ ଏମାନଙ୍କୁ ନୋବେଲ କୁହାଯାଏ। ଆଉ 6ଟି ନୋବେଲ ଗ୍ୟାସ୍ ବିଷୟରେ ଆମେ କଥା ହେଲେ, ସେ 6ଟି ହେଉଛି ନୋବେଲ ଗ୍ୟାସ୍ ଯେଉଁମାନେ କି ବେଶୀ ରିଆକ୍ଟିଭ ନୁହନ୍ତି। ତ ବୁଝିଗଲା। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓଟା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି ଦେଖା ହେବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।